ତ ଚାଲନ୍ତୁ ଭାଇ ମାନେ ମୁଁ ଆଜି ଆପଣ ମାନଙ୍କୁ ଜଣାଉଛି ଆମ ହଷ୍ଟେଲରେ ଆମ ପାଇଁ କଣ କଣ ସୁବିଧା ସବୁ ରହିଛି। ପ୍ରଥମେ ତ ଭାଇ ମାନେ ହଷ୍ଟେଲରେ ଯଦି ହଠାତ୍ ନିଆଁ ଲାଗିଯାଏ ଆଉ ସେଥିରୁ ବଞ୍ଚିବା ପାଇଁ ଆମ ହଷ୍ଟେଲରେ ଅଛି ଫାୟାର ଏକ୍ସଟିଂଜର, ଯାହା ଦ୍ୱାରା କି ନିଆଁ ଲିଭେଇ ହବ। ଆଉ ଗୋଟେ ଆମ ହଷ୍ଟେଲରେ ଭଲ ଜିନିଷ ରହିଛି ଯାହାକି ହେଲା ଆମ ହଷ୍ଟେଲରେ ସ୍ମୋକିଂ ଏଲାଉଡ୍ ନାହିଁ। ଆଉ ଯଦି ଯେଉଁମାନେ ନିୟମ ପାଳନ ନ କରି ସ୍ମୋକିଂ କରନ୍ତି ତ ଆଲାର୍ମ ବି ବାଜିବା ପାଇଁ ସିଷ୍ଟମ ରହିଛି। ଆଉ ନିଆଁ ଲାଗିଗଲେ ସମସ୍ତଙ୍କୁ ସଚେତନ କରିବା ପାଇଁ ଫାୟାର ବଟନ ବି ରହିଛି। ଆଉ ଯଦି ଏମର୍ଜେନ୍ସି ଟାଇମରେ କେହି ରାସ୍ତା ନ ପାଆନ୍ତି ସେଥିପାଇଁ ଆମ ହଷ୍ଟେଲରେ ଏମର୍ଜେନ୍ସି ଗେଟ୍ ବି ଅଛି, ଯାହା ଦ୍ୱାରା କି ଲୋକମାନେ ବାହାରକୁ ବାହାରି ପାରିବେ। ଆଉ ସାଙ୍ଗମାନେ ଆମ କମ୍ପାନୀରେ ନିଆଁ ଲିଭେଇବା ପାଇଁ ମଧ୍ୟ ଯନ୍ତ୍ର ଗୁଡାକ ସବୁ ରହିଛି। ଆଉ ତା ଛଡା ଆମ ହଷ୍ଟେଲରେ ଜିମ୍ ବି ମଧ୍ୟ ଅଛି, ଯାହା ଦ୍ୱାରା କି ଲୋକ ଫିଟ୍ ରହିପାରିବେ। ଆଉ ଭାଇ ମାନେ ଆମ ହଷ୍ଟେଲରେ ପାଣି ଦ୍ୱାରା କିଛି ରୋଗ ନ ହଉ ବୋଲି ସେଥିପାଇଁ ଆମ ହଷ୍ଟେଲରେ ୱାଟର ପ୍ୟୁରିଫାୟର ମଧ୍ୟ ଅଛି। ଆଉ ଡ୍ରେସ ପ୍ୟାଣ୍ଟ ଧୋଇବା ପାଖରୁ ନେଇ ଶୁଖେଇବା ଯାଏ ସବୁ କିଛି ସୁବିଧା ଆମ ହଷ୍ଟେଲରେ ରହିଛି। ଆଉ ସିସିଟିଭି କ୍ୟାମେରା କଥା କଣ କହିବି ସାଙ୍ଗମାନେ, ହଷ୍ଟେଲର ପ୍ରତ୍ୟେକ କୋଣ ଆଉ ପ୍ରତ୍ୟେକ ଜାଗାରେ ଗୋଟେ ଗୋଟେ ସିସିଟିଭି କ୍ୟାମେରା ନିଶ୍ଚୟ ରହିଛି। କାହିଁକି ନା ଯଦି କୌଣସି ଏମର୍ଜେନ୍ସି କେସରେ କିଛି ଅସୁବିଧା ହେଲା ତ ସିକ୍ୟୁରିଟି ଗାର୍ଡ ଆଉ ଅନ୍ୟମାନେ ଯେମିତି ଆମ ସାହାଯ୍ୟ କରିବା ପାଇଁ ନିଶ୍ଚୟ ଆସିପାରିବେ। ଆଉ ଆମ ହଷ୍ଟେଲରେ ଟିଭି ବି ଅଛି, ଯାହା ଦ୍ୱାରା ପିଲାମାନେ ସବୁ ବସି କ୍ରିକେଟ ଖେଳ ଦେଖନ୍ତି। ଆଉ ତା ଛଡା ଅନ୍ଧାରରୁ ବଞ୍ଚିବା ପାଇଁ ଆମ ହଷ୍ଟେଲ ବାହାରେ ଷ୍ଟ୍ରିଟ ଲାଇଟ ଲାଗିଛି। ତ ଭାଇ ମାନେ ଏଭଳି ସୁବିଧା ସବୁ ଆମ ହଷ୍ଟେଲରେ ଆମ ପାଇଁ ରହିଛି। ତ ଆପଣ ମାନେ ଯଦି ବାହାରେ ରହୁଛନ୍ତି ଆଉ ଆପଣଙ୍କ ହଷ୍ଟେଲରେ କଣ କଣ ସୁବିଧା ଅଛି ଆମକୁ ନିଶ୍ଚୟ ଜଣେଇବେ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।